ଭେନେଜୁଏଲା ରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଲାଟିନ ଆମେରିକାରେ ଉତ୍ତେଜନା ବୃଦ୍ଧି ପାଉଛି। ଏଥର କଲମ୍ବିଆ ଆମେରିକାର ଟାର୍ଗେଟ ହୋଇପାରେ। କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ନିଜେ ଏହି ଦାବି କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ତୁମର ସାହସ ଅଛି ତେବେ ଆସ, ମୁଁ ଏଠାରେ ଅପେକ୍ଷା କରିଛି। ଭେନେଜୁଏଲା ଅପରେସନ ପରେ ଡୋନାଲ୍ଡ ଟ୍ରମ୍ପ ଏକ ବିବୃତିରେ କହିଥିଲେ ଯେ କଲମ୍ବିଆ ଜଣେ ଅସୁସ୍ଥ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି, ଯିଏ ଆମେରିକାକୁ କୋକେନ ଯୋଗାଣ କରୁଥିଲେ। ଟ୍ରମ୍ପ ଏପରି ମଧ୍ୟ ପରାମର୍ଶ ଦେଇଥିଲେ ଯେ କଲମ୍ବିଆ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକ ଭଲ ଧାରଣା ହୋଇପାରେ। ଏହି ବିବୃତି କଲମ୍ବିଆର ରାଜଧାନୀ ବୋଗୋଟାରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥିଲା। ଯଦି ଆକ୍ରମଣ ହୁଏ ତେବେ ସଂଘର୍ଷ ହେବ। କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଟ୍ରମ୍ପଙ୍କୁ ଜବାବ ଦେଇ କହିଛନ୍ତି, ଯଦି ଆମେରିକା ଆକ୍ରମଣ କରେ ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ସେ ଚେତାବନୀ ଦେଇଥିଲେ ଯେ ଆମେରିକାର ଆକ୍ରମଣ ଦେଶକୁ ଅସ୍ତ୍ର ଧରିବାକୁ ଏବଂ ପୂର୍ଣ୍ଣ ସ୍ତରର ଗରିଲା ସଂଘର୍ଷ ଆରମ୍ଭ କରିବାକୁ ବାଧ୍ୟ କରିପାରେ। ପେଟ୍ରୋ ଏହା ମଧ୍ୟ କହିଛନ୍ତି ଯେ ଯଦି ଜଣେ ଲୋକପ୍ରିୟ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ଚେଷ୍ଟା କରାଯାଏ ତେବେ ଜନସାଧାରଣଙ୍କ କ୍ରୋଧ ଜାଗୁଆର ପରି ପ୍ରକାଶ ପାଇବ। ଅସ୍ତ୍ର ଛାଡ଼ିଥିବା ପେଟ୍ରୋଙ୍କ ବଡ଼ ବୟାନ। ପେଟ୍ରୋ, ଯିଏକି ଜଣେ ପୂର୍ବତନ ବାମପନ୍ଥୀ ଗରିଲା ଥିଲେ, ସେ କହିଛନ୍ତି ଯେ ସେ ଦଶନ୍ଧି ପୂର୍ବରୁ ଅସ୍ତ୍ର ତ୍ୟାଗ କରିବାକୁ ପ୍ରତିଜ୍ଞା କରିଥିଲେ, କିନ୍ତୁ ଯଦି ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ଆସେ ତେବେ ସେ ପୁଣି ସଂଘର୍ଷକୁ ଫେରି ପାରନ୍ତି। ଏହି ବିବୃତି ବ୍ୟାପକ ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି। କଲମ୍ବିଆ ସରକାରଙ୍କ ସନ୍ତୁଳିତ ଆଭିମୁଖ୍ୟ। ହେଲେ ରାଷ୍ଟ୍ରପତିଙ୍କ କଡ଼ା ବୟାନ ପରେ କଲମ୍ବିଆର ବୈଦେଶିକ ମନ୍ତ୍ରଣାଳୟ ପରିସ୍ଥିତିକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲା। ଏହା ସ୍ପଷ୍ଟ କରିଥିଲା ଯେ କଲମ୍ବିଆ ଆଲୋଚନା ଏବଂ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ପର୍କ ଚାହୁଁଛି ଏବଂ କୌଣସି ପ୍ରକାରର ଧମକ କିମ୍ବା ବଳ ପ୍ରୟୋଗକୁ ଗ୍ରହଣ କରେ ନାହିଁ। ଆମେରିକା କଲମ୍ବିଆ ସମ୍ପର୍କରେ ଉତ୍ତେଜନା। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଟ୍ରମ୍ପ ଏବଂ ପେଟ୍ରୋ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବରରେ ଆମେରିକା ଡ୍ରଗ୍ସ ଚାଲାଣ ଅଭିଯୋଗରେ ପେଟ୍ରୋ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। କଲମ୍ବିଆକୁ ବିଶ୍ୱର ସବୁଠାରୁ ବଡ଼ କୋକେନ ଉତ୍ପାଦନ କେନ୍ଦ୍ର ଭାବରେ ବିବେଚନା କରାଯାଏ, ଯାହା ଦୀର୍ଘ ଦିନ ଧରି ଆମେରିକାକୁ କ୍ରୋଧିତ କରି ଆସିଛି। ଭେନେଜୁଏଲା ପରେ ପରବର୍ତ୍ତୀ ଟାର୍ଗେଟ। ଏହା ଉଲ୍ଲେଖନୀୟ ଯେ କିଛି ମାସ ପୂର୍ବରୁ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ମଧ୍ୟ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ଆମେରିକା ଏକ ବଡ଼ ଅଭିଯାନ ଆରମ୍ଭ କରି ମାଦୁରୋଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ପେଟ୍ରୋ ଚ୍ୟାଲେଞ୍ଜକୁ ଏହି ଦୃଷ୍ଟିକୋଣରୁ ଦେଖାଯାଉଛି, ଯାହା ଆମେରିକା ଲାଟିନ ଆମେରିକୀୟ ସମ୍ପର୍କ ଆହୁରି ତିକ୍ତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି କରୁଛି।